ଦଣ୍ଡିସି ବାହାରିଲା ତାର ରିପୋର୍ଟରୁ ଟେଷ୍ଟ କଲା ବେଳକୁ ବାହାରିଲା ଜ୍ୱର ହେଲାରୁ ରିପୋର୍ଟ ବାହାର କଲା ବେଳକୁ ଦଣ୍ଡିସି ବାହାରିଲା। 4-5 ଦିନ ହେଲାଣି। ଲିଭର ଇନଫେକ୍ସନ କହିଲେ, ଇନଫେକ୍ସନ ଦ୍ୱାରା ତାର ଟେଷ୍ଟ କରାହେଲାରୁ ବାହାରିଲା ଆଉ। ପାଣି ଆପଣ କୋଉ ପାଣି ବ୍ୟବହାର କରୁଛନ୍ତି? କଣ ଏ ସପ୍ଲାଇ ପାଣି ବ୍ୟବହାର, ଯାହା ପାଣି ତ ଆସୁଛି ସେଇ ପାଣି ତ ବ୍ୟବହାର ହଉଛି, ସେଇଟା ପିଇକିନା ଇନଫେକ୍ସନ ହେଇଛି। ସପ୍ଲାଇ ପାଣି ତ କହୁଛନ୍ତି ସ୍ୱଚ୍ଛ ପାଣି, ତାହେଲେ ଅସୁବିଧା କଣ? ସ୍ୱଚ୍ଛ ପାଣି ଯଦି ତାହେଲେ ଇନଫେକ୍ସନ କେମିତି ହେଲା? ଆମେ ତ ସେଇ ପାଣି ଦଉଛୁ ନା। ପାଣି ଟାଙ୍କି ଜମା ସଫା ହଉନି, ତା ଦେହରେ ସବୁ ବିଣ୍ଡି ବିଣ୍ଡିକା ଆସୁଛି, ଶିଉଳି ବି ଆସୁଛି, ଆଉ ବ୍ଲିଚିଂ ବି ପଡୁନି ପାଣି ଦିହରେ। ଆମେ ପାଣି ସବୁ ପ୍ରକାର ଆମକୁ ଅସୁବିଧା, ଆମର ବି କୂଅ ନାହିଁ, ପାଣି କଥା କିଛି ଶୁଣୁନାହାନ୍ତି। ଆମେ ଅସନା ପାଣି ଏମିତି ପିଇକିରି ଆମେ ଅଧା ଜୀବନ ହେଇଗଲୁ। ଆମର ଏଇଠି 7-8 ଜଣଙ୍କୁ ହେଲାଣି। ପାଣି ପିଇକି ହଉଛି ବୋଲି ଆମେ ଭାବୁଛୁ, କାହିଁକି ନା ଟାଙ୍କି ଫାଙ୍କି ସଫା ହଉନି, ଶିଉଳି ହଉଛି, ଘର ମୁଣ୍ଡମାଳା ହଉଛି। ମାନେ ହେଇଗଲାଣି 7-8 ଜଣ ହେଇଗଲାଣି। ମୋ ନାତୁଣୀକି ହେଇଛି, ଏ ଝିଅକୁ ହେଇଛି। ମୋ ନାତୁଣୀ ବି ଏବେ ମେଡ଼ିକାଲ ଆଡ଼ମିସନ୍ ହେଇଛି। ଆଉ ଏ ପାଣି ତ କେତେବେଳେ ଶିଉଳି ଆଉଛି, କେତେ ମଇଳା ଆଉଛି, କେତେବେଳେ ଗନ୍ଧ ହେଉଛି, ଆଉ ଏମିତି ହେଉଛି। ଆଉ ଆପଣ ପାଣି ଅଫିସରେ ଜଣେଇଛନ୍ତି? ପାଣି ଅଫିସ କାଲି ଆସିଥିଲୁ। ଆପଣ ଆଗରୁ ଜଣେଇଛନ୍ତି? ଆଗରୁ ଏଇ ପିଲାମାନେ ଜଣେଇଥିବେ, ଯଦି ଜଣେଇଥିବେ, ଆମେ ଜାଣିନଥିଲି। ଆଉ କ'ଣ ପାଣି କ'ଣ କେମିତି ପାଣି ଆସୁଛି? ପାଣି ପା କହୁଛି, କେତେବେଳେ ଗୋଳି ଆସୁଛି, କେତେବେଳେ ଶିଉଳି ଆଉଛି, ଆଉ ତା ଦେହରେ ଗନ୍ଧ ବି ହେଉଛି, ଏଇଭଳିଆ ହେଉଛି। ଆଉ ମ୍ୟୁନିସିପାଲିଟି ଭଲ କିଛି କରୁନାହାନ୍ତି? କ'ଣ କରୁଛନ୍ତି? ଯଦି କରିଥାନ୍ତେ ଆମ ପିଲାମାନଙ୍କୁ କାହିଁ ରୋଗ ହୁଅନ୍ତା? ଅଫିସକୁ କାଲି ଅଫିସରୁ ଆସିଥିଲେ, ଆମ ଘରୁ ସବୁ ପାଣି ସବୁ ବୋତଲ ସବୁ ନେଇଛନ୍ତି, ଆମେ ଟେଷ୍ଟ କରିବୁ। କି ସ୍ୱଚ୍ଛ ପାଣି? ଆଉ ସ୍ୱଚ୍ଛ ପାଣି ତ ବୁଝୁଛନ୍ତି, ଆମ ପିଲାମାନଙ୍କୁ ରୋଗ କାହିଁ ହେଉଛି? ଆମେ ଚାହୁଁଛୁ ପରିଷ୍କାର ପରିଚ୍ଛନ୍ନ ଚାହୁଁଛୁ, ସ୍ୱଚ୍ଛ ପାଣି ଚାହୁଁଛୁ, ବୋରିଂ ପାଣି ଚାହୁଁଛୁ। ଆଉ ଏ ବୋରିଂ ପାଣି ତ ଦେବା ପାଇଁ ତ ଆମର ସବୁ ତ ହେଉଛି କଳ, ଟ୍ୟୁବୱେଲ, କୂଅ, ୟାକୁ ସବୁ ତ ହେଉଛି ନଷ୍ଟ ହେଇଗଲା। ସେଥିରେ ତ ହେଲେ ରୋଗ ହେଉନଥିଲା। ପାଣି ଟାଙ୍କି ଆମର ଯେଉଁ ହେଇଛି, ଆଗରୁ ଲୋକ ବୋରିଂ ପାଣି ପିଉଥିଲେ, ସେଇଟା ଭଲ ପୁରା ସ୍ୱଚ୍ଛ ପାଣି ଥିଲା। କାହିଁକିନା ସରକାର ଯେଉଁ କହୁଛନ୍ତି ସ୍ୱଚ୍ଛ, କିନ୍ତୁ ଏଇଟା ଅପରିଷ୍କାର ପାଣି ଆଉଛି। ପାଣି ଯେତେବେଳେ ଆଉଛି ଶିଉଳି ଆଉଛି, ବିଣ୍ଡି ବିଣ୍ଡି ବେଳେବେଳେ ଆଉଛି। ପାଣି ଟାଙ୍କି ସଫା ହେଉନି। ପାଣି ଟାଙ୍କି ଯେଉଁ ତଳେ ଅସନା ପାଇପ୍ ଯାଇଛି, ଯେଉଁ ଅସନା ପାଣି ଛଡ଼ା ହେଉଛି, ସେ ପାଣି କେଉଁଠି ଫାଟିକି ତା ଦେହରେ ପଶୁ, କିମ୍ବା ଏଇଟା ଚେକିଂ ତାଙ୍କର କରିବା କଥା। ଚେକିଂ ମେକିଂ କିଛି ନାହିଁ, କହୁଛନ୍ତି ପାଣି ଭଲ। କାଲି ଅଫିସର ଆସିଥିଲେ, ତାଙ୍କର ପାଣି ନେଇଛନ୍ତି, ଲାଇବ୍ରେରୀରେ ପରିଷ୍କାର କରିବ। ଇଏ ଯେଉଁ ଗରିବ ଲୋକମାନେ ରାତି ପାଇଲେ ଖଟିକି ଖରାରେ 500-600 ଟଙ୍କା ମଜୁରୀ ଆଣୁଛନ୍ତି, ପଇସା ଖର୍ଚ୍ଚ କରୁଛନ୍ତି 700-3000। ସେ ପଇସା କେଉଁଠୁ ଆଣିବେ? ଆଙ୍କ କଥା କିଏ? ମୋର ମେନ୍ କହିବା କଥା, ଆମର ଯେ ଜଳ ସମ୍ପଦ ମନ୍ତ୍ରୀ ଅଛି ରବି ରାଣାୟନ, ତାଙ୍କୁ ମୁଁ ଅନୁରୋଧ କରୁଛି, ଏ 6 ନମ୍ବର ପ୍ରତି ଟିକେ ଆଖି ପଡ଼ୁ ତାଙ୍କର। ମ୍ୟୁନିସିପାଲିଟି ଅଫିସର କ'ଣ? ମ୍ୟୁନିସିପାଲିଟି ଅଫିସର ତ କାଲି ଆସିଥିଲେ, ଆଉ ତ ସକାଳୁ କିଛି ନାହିଁ। ନାଇଁ କେଉଁଠି ଚେଞ୍ଜ ହେଉଛି? କିଛି ନାହିଁ। ଆମର ସବୁ ବର୍ତ୍ତମାନ କହିଲେଣି, ଆମର ବୋରିଂ ପାଣି ଯେଉଁ ଆଗରୁ ଦେଉଥିଲା, କେଇଟା ଘର 100-150-200-500 ଘର ହେବ, ଖାଲି ସେ ବୋରିଂ ପାଣିଟା ଦିଆଯାଉ, ଏ ପାଣି ଅନ୍ୟ ଆଡ଼େ ଯାଉ। ବର୍ତ୍ତମାନ ମଟର ସାହି ଯେତେକ ୱାର୍ଡ଼ ଯଦି ଆପଣମାନେ ସର୍ଭେ କରିବେ, 6 ନମ୍ବର, 7 ନମ୍ବର, 8 ନମ୍ବର, ତାପରେ 11 ନମ୍ବର, 12 ନମ୍ବର ମଟର ସାହି ଜଗନ୍ନାଥ, ଯଦି ଆପଣମାନେ ମିଡ଼ିଆ ସର୍ଭେ କରିବେ, ଦେଖିବେ କେତେ ଆସିଛନ୍ତି କ'ଣ ଏ ଯେଉଁ ଦଣ୍ଡିସି ରୋଗ ଆପଣ ଜାଣିପାରିବେ। ମ୍ୟୁନିସିପାଲିଟି ଆଗରୁ କୁହାଯାଇଛି, କେହି ଶୁଣୁନାହାନ୍ତି। ବିଧାୟକ ତ ଆସୁନାହାନ୍ତି। ଆଉ କ'ଣ 10-15 ଦିନ ହେଲାଣି, 20 ଦିନ ହେଲାଣି। ଆପଣ କେମିତି ଆସିଛନ୍ତି, ଆପଣମାନଙ୍କୁ ଧନ୍ୟବାଦ। ଆଙ୍କର କାହାର ଦେଖା ଦର୍ଶନ ନାହିଁ। ରାଜା ରାସ୍ତାକୁ ଓହ୍ଲେଇବ, ଆଉ କ'ଣ କରିବୁ? ଆଉ କିଛି ଉପାୟ ନାହିଁ ନା। ରାଜା ଠିକଣା ସମୟରେ ଠିକ୍ ଜବାବ ଦେବୁ।